ଆସିଲା ସ୍ୱତନ୍ତ୍ର ଓଷ୍ଟେଟ୍ର ରେଜଲ୍ଟ। ଦେଖନ୍ତୁ ଆପଣମାନେ ରେଜଲ୍ଟ ପାଇବା ପାଇଁ ଆପଣମାନେ indianresults.com କୁ ଆପଣମାନେ ଯାଇ ଗୁଗୁଲ କିମ୍ବା କ୍ରୋମରେ ସର୍ଚ୍ଚ କରନ୍ତୁ। indiaresults.com ରେ ଆପଣମାନେ କ୍ଲିକ୍ କଲା ପରେ ଆପଣ ସର୍ଚ୍ଚ କରନ୍ତୁ। ତ ଆପଣ ଇଣ୍ଡିଆ ରେଜଲ୍ଟରେ କ୍ଲିକ୍ କଲା ପରେ ଦେଖନ୍ତୁ ଆପଣ ଯିବେ ଓଡ଼ିଶାକୁ। ଓଡ଼ିଶା ଆପଣ କ୍ଲିକ୍ କଲା ପରେ ଆପଣଙ୍କର ଉପରେ ଆସିଯାଉଛି ସ୍ପେଶିଆଲ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ 2025 ତା ଉପରେ ଆପଣ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଆପଣଙ୍କର ଦେଖନ୍ତୁ ଆପଣ ସ୍ପେଶିଆଲ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ରେଡ଼ରେ ଆସିବ। ତାପରେ ଆପଣଙ୍କର ରୋଲ୍ ନମ୍ବର ଦେବେ, ରୋଲ୍ ନମ୍ବର ଆଉ ତାପରେ ଆପଣଙ୍କର ମୋବାଇଲ୍ ନମ୍ବର ଦେବେ। ରୋଲ୍ ନମ୍ବର ଆଉ ମୋବାଇଲ୍ ନମ୍ବର ଦେଲା ପରେ ଆପଣଙ୍କର ଦେଖନ୍ତୁ ରେଜଲ୍ଟ ଆସିଯିବ। ଆପଣଙ୍କର ଗୋ ଯାଇ ଦେଖନ୍ତୁ ଆପଣଙ୍କର ରୋଲ୍ ନମ୍ବର ଆପଣଙ୍କର ଦେଖେଇଦେବ ଆପଣଙ୍କର ଡିଟେଲ୍ସ ଡାଟା। ତାପରେ ଆପଣଙ୍କର କେତେ ମାର୍କ ରଖିଛନ୍ତି କ୍ୱାଲିଫାଏଡ଼୍ କି ନାହିଁ ଆପଣମାନଙ୍କର ଶୋ କରିଯିବ। ସେଭଳି ଦେଖନ୍ତୁ ଆପଣମାନଙ୍କର ଯଦି କ୍ୱାଲିଫାଏଡ଼୍ ହେଇଥିବେ କ୍ୟୁ ଲେଖିବ, ଯଦି କ୍ୱାଲିଫାଏଡ଼୍ ହୋଇନଥିବେ NQ ଲେଖିବ ନଟ୍ କ୍ୱାଲିଫାଏଡ଼୍। ତ ଆପଣମାନେ ଜାଣିଲେ କିଭଳି ଭାବରେ ରେଜଲ୍ଟ ଆପଣଙ୍କର ଆଜି ଆସିଯାଇଛି। ଆପଣଙ୍କର ନଭେମ୍ବର 15 ତାରିଖରେ ଷ୍ଟେଟ୍ ରେଜଲ୍ଟର ଫଳ ପ୍ରକାଶ ପାଇଛି। ଆଜି ହିଁ ଆପଣମାନେ ଗୁଗୁଲ କିମ୍ବା କ୍ରୋମରେ ଯାଇ ଡେସ୍କଟପ୍ ମୋଡ଼ କରି ଦେଖନ୍ତୁ ରେଜଲ୍ଟ। ରେଜଲ୍ଟରେ ଆପଣଙ୍କର ରୋଲ୍ ନମ୍ବର ଦେଖେଇବ, ରେଜିଷ୍ଟ୍ରେସନ୍ ଦେଖେଇବ, ନେମ୍ ଅଫ୍ କ୍ୟାଣ୍ଡିଡେଟ୍ ଦେଖେଇବ, ଫାଦର ନେମ୍ ଦେଖେଇବ, ଆପଣଙ୍କର ପେପର ଦେଖେଇବ, ସେଇଭଳି ଲାଙ୍ଗୁଏଜକୁ ତା ବି ଦେଖେଇବ। ସେଇଭଳି ଦେଖନ୍ତୁ ଆପଣଙ୍କର ଲାଙ୍ଗୁଏଜ ସବଜେକ୍ଟ ଅପସନାଲ ସବଜେକ୍ଟ ପେପର 2 କ୍ୟାଟାଗୋରୀ SCBC ଫିଜିକାଲି ଚ୍ୟାଲେଞ୍ଜଡ ଆପଣଙ୍କର ଥିଲେ ଦେଖେଇବ। ଶେଷକୁ ଆପଣଙ୍କର ମାର୍କଡ ସିକ୍ୟୁର୍ଡ ରେଜଲ୍ଟ କ୍ୟୁ ଦେଖେଇବ। କ୍ୟୁ ମାନେ ହେଉଛି ଆପଣଙ୍କର କ୍ୱାଲିଫାଏଡ଼୍। ଯଦି ଆପଣଙ୍କର କ୍ୱାଲିଫାଏଡ଼୍ ହେଇତ କ୍ୟୁ ଲେଖିବ, ସେଇଭଳି କ୍ୱାଲିଫାଏଡ଼୍ ହୋଇନଥିଲେ NQ ଲେଖିବ ନଟ୍ କ୍ୱାଲିଫାଏଡ଼୍। ସେଇଭଳି ଚାଲନ୍ତୁ ଆଉ ଏକ ଏଜୁକେସନ୍ ଖବର ଜାଣିବା। ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ଲୋଗୋ ଲୋକାର୍ପଣ ହେଲା। ଦେଖନ୍ତୁ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦେଖନ୍ତୁ ଭୁବନେଶ୍ୱର ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଆହୁରି ସୁଦୃଢ଼ ହେବ ଓ ପ୍ରଭାବଶାଳୀ କରିବ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା। ଏହି ଯୋଜନାରେ ରାଜ୍ୟର ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯିବ। ଫଳରେ ଛାତ୍ରଛାତ୍ରୀ ଆଧୁନିକ ଏବଂ ଗୁଣାତ୍ମକ ଶିକ୍ଷା ପାଇବେ। ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ଲୋଗୋ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଏହି ଲୋଗୋକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟକୁ ସୁଦୃଢ଼ କରାଯିବ। ଏଥିପାଇଁ 12,000 କୋଟି ଟଙ୍କା ଖର୍ଚ୍ଚ ହେବ। ଆଗାମୀ 4 ବର୍ଷରେ 2025ରୁ 26 ଏବଂ 28ରୁ 29 ଆର୍ଥିକ ବର୍ଷ ମଧ୍ୟରେ ଏହି ଅନୁଦାନ ଖର୍ଚ୍ଚ କରାଯିବ। ଏହି ବିଦ୍ୟାଳୟଗୁଡ଼ିକ ଗ୍ରାମ ପଞ୍ଚାୟତ ପରି ଏକ ଗ୍ରାମରେ ସ୍ଥାପନ କରାଯିବ, ଯେଉଁଠାରେ ଅନ୍ୟୁନ 5 ଏକର ଜମି ଓ ଗମନାଗମନ ସୁବିଧା ଥିବ। ପଞ୍ଚାୟତ ମଧ୍ୟସ୍ଥଳରେ ଅନ୍ୟୁନ 5 ଏକର ଜମି ଉପଲବ୍ଧ ଥିବ। ସର୍ବବୃହତ ଗ୍ରାମକୁ ମଧ୍ୟ ପ୍ରାଥମିକତା ମିଳିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଲୋଗୋ ଓଡ଼ିଆ ସଂସ୍କୃତି ବହନ କରୁଛି। ମହାନ ଶିକ୍ଷାବିତ୍ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆଦର୍ଶ ଏଥିରେ ପ୍ରତିଫଳନ ହେଉଛି। ଆଦର୍ଶ ବିଦ୍ୟାଳୟ ନିର୍ମାଣ ଫଳରେ ଗ୍ରାମାଞ୍ଚଳରେ ଶିକ୍ଷା ଭିତ୍ତିଭୂମି ଏବଂ ଶିକ୍ଷଣ ପରିବେଶ ଉନ୍ନତି ଆସିବ। ଆଧୁନିକ ଶ୍ରେଣୀଗୃହ, ଡିଜିଟାଲ ଉପକରଣ, କ୍ରୀଡ଼ା ଉପକରଣ ଭଳି ସୁବିଧା ମଧ୍ୟ ଉପଲବ୍ଧ ହେବ। ପ୍ରତ୍ୟେକ ପିଲାଙ୍କୁ ଶିକ୍ଷାଜ୍ଞାନ ଦକ୍ଷତାରେ ନିପୁଣ କରିବା ସହ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସାମଗ୍ରିକ ବିକାଶ କରାଇବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ। ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପିଲାମାନଙ୍କୁ ସାମାଜିକ, ଶୈକ୍ଷିକ ଉଭୟ କ୍ଷେତ୍ରରେ ଆଗକୁ ବଢ଼ିବାର ସୁଯୋଗ ଓ ସହଯୋଗ ପ୍ରଦାନ କରିବ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ବିଭାଗର କମିଶନର ଶାସନ ସଚିବ AN ତିରୁମାଲା ନାୟକ, ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।